ଦଶମ ଶ୍ରେଣୀର ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆପଣମାନଙ୍କ ପାଇଁ ଉତ୍କର୍ଷ ପ୍ଲସ୍ କାର୍ଯ୍ୟକ୍ରମ ଦୀକ୍ଷା ଆପ୍ରେ ଲାଇଭ୍ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆପଣଙ୍କୁ ପ୍ଲେ ଷ୍ଟୋରକୁ ଯାଇ ଦୀକ୍ଷା ଆପ୍କୁ ଡାଉନଲୋଡ଼୍ କରିବାକୁ ପଡ଼ିବ। ତ ସର୍ଚ୍ଚରେ ଆପଣ ଦୀକ୍ଷା ଆପ୍ ଲେଖି ଇନଷ୍ଟଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ। ଏଥିସହିତ ଆପଣଙ୍କର ଦୀକ୍ଷା ଆପ୍ ଇନଷ୍ଟଲ୍ ହେବା ଆରମ୍ଭ ହୋଇଯିବ। ଆପଣ ଇନଷ୍ଟଲ୍ କରିସାରିଲା ପରେ ଦୀକ୍ଷା ଆପ୍କୁ ଆପଣଙ୍କୁ ଏଇଭଳି ଗୋଟିଏ ସ୍କ୍ରିନ୍ ଦେଖାଯିବ, ଯେଉଁଥିରେ ଆପଣ ପ୍ରଥମେ ନିଜର ପସନ୍ଦିତା ଭାଷା ଆପଣ ଚୁଜ୍ କରିପାରିବେ। ତାପରେ ଆପଣ ଷ୍ଟୁଡେଣ୍ଟ ଚୁଜ୍ କରିବେ। ଷ୍ଟୁଡେଣ୍ଟ ଚୁଜ୍ କଲା ପରେ ଆପଣଙ୍କୁ ଏଇଭଳି ଗୋଟେ ସ୍କ୍ରିନ୍ ଦେଖାଯିବ, ଯେଉଁଥିରେ ଥିବା ସ୍କାନ୍ QR କୋଡ଼୍କୁ କ୍ଲିକ୍ କଲେ ଆପଣ ନିଜର ଦଶମ ଶ୍ରେଣୀର ଇଂରାଜୀ, ସାହିତ୍ୟ, ଗଣିତ, ଭୌତିକ ବିଜ୍ଞାନ ଓ ଜୀବବିଜ୍ଞାନ ବହିରେ ଥିବା QR କୋଡ଼୍କୁ ସ୍କାନ୍ କରି ସେହି ବିଷୟର ମୂଳ ଦକ୍ଷତା ବୃଦ୍ଧି କରୁଥିବା ଭିଡ଼ିଓ ଓ ପ୍ରାକ୍ଟିସ୍ ଟେଷ୍ଟ ଦେଖିପାରିବେ। ଏହା ଛଡ଼ା ଆପଣଙ୍କୁ ଗୋଟେ ଏକ୍ସେଲ୍ ସିଟ୍ ନିଜ ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଦିଆଯାଇଛି। ସେହି ଏକ୍ସେଲ୍ ସିଟ୍ରେ ମଧ୍ୟ ଆପଣଙ୍କର ଡାଉଟ୍ ଥିବା ବିଷୟ ଗୁଡ଼ିକୁ କିମ୍ବା ଆପଣଙ୍କର ପସନ୍ଦିତା ବିଷୟର ଫଣ୍ଡାମେଣ୍ଟାଲ କ୍ଲିଅର୍ କରିବା ପାଇଁ ଆପଣ ବ୍ୟବହାର କରିପାରିବେ। ଯେପରି ଭାବେ ମୁଁ ଗଣିତର ଲେସନ୍ 1 ସମାନ୍ତର ପ୍ରଗତିର ପରିଚୟର ଲିଙ୍କଟିରେ କ୍ଲିକ୍ କରୁଛି। ଏହି ଲିଙ୍କରେ କ୍ଲିକ୍ କଲା ପରେ ମୋତେ ଏଇଭଳି କିଛିଟା ଭିଡ଼ିଓ ଓ ତା'ର ପ୍ରାକ୍ଟିସ୍ ଟେଷ୍ଟ ଦେଖାଯିବ। ଏଇ ଭିଡ଼ିଓ ଗୁଡ଼ାକୁ ମୁଁ ଦେଖି ଆର ପ୍ରାକ୍ଟିସ୍ ଟେଷ୍ଟ କରି ମୁଁ ସେଇ ବିଷୟର ମୂଳ ଦକ୍ଷତାକୁ ହାସଲ କରିପାରିବି। ଏଇଭଳି ଭାବେ ଇଂରାଜୀ, ଭୌତିକ ବିଜ୍ଞାନ, ଜୀବବିଜ୍ଞାନ ଓ ସାହିତ୍ୟର ମଧ୍ୟ ସମ୍ପୂର୍ଣ୍ଣ ଭିଡ଼ିଓ ରହିଅଛି। ଆପଣ ଏହି ଲିଙ୍କରୁ ସେଗୁଡ଼ିକୁ ଆକ୍ସେସ୍ କରିପାରିବେ। ଧନ୍ୟବାଦ।